ଆସନ୍ତୁ ପକ୍ଷୀମାନଙ୍କଠାରୁ କିଛି ଶିଖିବା। ରାତିରେ କିଛି ଖାଇ ନଥାନ୍ତି, ରାତିରେ ବୁଲି ନଥାନ୍ତି, ନିଜ ଛୁଆଙ୍କୁ ଠିକ୍ ସମୟରେ ଖୁଆଇଥାନ୍ତି, ଠେସି ଠାସି କେବେ ଖାଇ ନଥାନ୍ତି, ସଂଗ୍ରହ କରି ରଖିନଥାନ୍ତି, ରାତ୍ରି ହେବା ମାତ୍ରେ ଶୋଇଯାଆନ୍ତି, ସକାଳୁ ଶୀଘ୍ର ଉଠି ପଡ଼ନ୍ତି, ନିଜ ଆହାର କେବେ ବଦଳାଇ ନଥାନ୍ତି, ନିଜ ଶରୀର ଦ୍ୱାରା ସତତ କାମ ନେଇଥାନ୍ତି, ରାତି ବ୍ୟତୀତ ଅନ୍ୟ ସମୟରେ ଆରାମ କରିନଥାନ୍ତି, ରୋଗ ହେବା ମାତ୍ରେ ଖାଇବା ଛାଡ଼ି ଦେଇଥାନ୍ତି, ସେତେବେଳେ ଖାଇଥାନ୍ତି ଯେତେବେଳେ ଠିକ୍ ହୋଇଥାନ୍ତି, ନିଜ ଛୁଆଙ୍କୁ ଭରପୁର ସ୍ନେହ ଦେଇଥାନ୍ତି, ପରିଶ୍ରମୀ ହୋଇଥିବା କାରଣରୁ ହୃଦୟ, କିଡନୀ, ଲିଭର ରୋଗ ହୋଇନଥାଏ, ପ୍ରକୃତିରୁ ସେତିକି ନେଇଥାନ୍ତି ଯେତିକି ଆବଶ୍ୟକ। କେଉଁମାନେ ସତ୍ ଏବଂ କେଉଁମାନେ ଅସତ୍ ବାସ କରୁଥିବା ସ୍ଥାନରେ ଅଧିକାଂଶ ଲୋକଙ୍କର ପ୍ରକୃତି କେଉଁ ଧରଣର ତାହା କାଳକ୍ରମେ ଜାଣି ହୁଏ। ଏହା ଜାଣିପାରିଲେ ସମସ୍ତଙ୍କ ସହ ସଦ୍ଭାବ ରଖି ଦୁର୍ଜନଙ୍କ ଠାରୁ ସାବଧାନ ହୋଇ ତାଙ୍କ ସହ କଦାପି ମିତ୍ରତା କରିବା ସଜ୍ଜନଙ୍କର ଉଚିତ ନୁହେଁ। ଯେଉଁମାନେ ଅସତ୍ ଚରିତ୍ର ବିଶିଷ୍ଟ, ବିନା କାରଣରେ ଯେଉଁମାନେ ଅନ୍ୟର କ୍ଷତି କରନ୍ତି ବା କରାନ୍ତି, ଖରାପ ଜାଗାରେ ଯେଉଁମାନେ ବସବାସ କରନ୍ତି, ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ। ସେମାନଙ୍କ ସହିତ ଯଦି କେହି ମିତ୍ରତା କରନ୍ତି ହେଲେ ସେମାନେ ଶୀଘ୍ର ନଷ୍ଟ ହୋଇଯାଆନ୍ତି। ପର ଘରେ ବାସ କରି ଖାଇବା ପିଇବାର ଖର୍ଚ୍ଚ ଦେଉଥିଲେ ମଧ୍ୟ ନିଜର ଇଚ୍ଛା ଅନୁସାରେ ଚଳି ହୁଏ ନାହିଁ। ଅନ୍ୟର ଉପକାର ପାଇଁ ମଧ୍ୟ ପର ଘରେ ବାସ କରୁଥିଲେ ଲୋକେ ତାଙ୍କୁ ଜଗୁଆଳି ମନେକରି ଖାତିର କରନ୍ତି ନାହିଁ। ଯେକୌଣସି ପରିସ୍ଥିତିରେ ପର ଘରେ ବାସ କରିବା ଅସମ୍ମାନଜନକ ଓ କଷ୍ଟଦାୟକ। କିପରି ଜ୍ୱାଇଁ କରିବେ? ଝିଅଠାରୁ ଜ୍ୱାଇଁ ବୟସରେ ବଡ଼ ହୋଇଥିବା ଦରକାର। ଝିଅଠାରୁ ଜ୍ୱାଇଁଙ୍କ ଉଚ୍ଚତା ଅଧିକ ହୋଇଥିବା ଦରକାର। ଜ୍ୱାଇଁ କୌଣସି ନିଶାଦ୍ରବ୍ୟ ଖାଉନଥିବେ ଏବଂ ସବୁବେଳେ ଗୁରୁଜନଙ୍କୁ ସମ୍ମାନ ଦେଉଥିବେ। ଜ୍ୱାଇଁଙ୍କ କୌଣସି ନା କୌଣସି କାମ କରି ରୋଜଗାର କରିବାର ଦକ୍ଷତା ଥିବା ଦରକାର। ଜ୍ୱାଇଁଙ୍କ ଚରିତ୍ର ଠିକ୍ ଥିବା ଦରକାର ଏବଂ ସେ ସବୁବେଳେ ହସମୁଖ ହେଇଥିବା ଦରକାର। ଚେହେରା ସୁନ୍ଦର ହେଉ ବା ନ ହେଉ, ବ୍ୟବହାର ସୁନ୍ଦର ହୋଇଥିବା ଦରକାର। ଜୟ ଶ୍ରୀ ଜଗନ୍ନାଥ।